ମୁଁ ଆଜି ଏଥିରେ କ'ଣ ବନେଇବି ଜାଣିବା ପାଇଁ ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖନ୍ତୁ। ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ପ୍ରଥମେ ମୁଁ ଗୋଟେ କଡ଼େଇରେ କିଛି ନଡ଼ିଆକୁ ଭଲ ଭାବରେ ଭାଜି ନେଉଛି। ନଡ଼ିଆ ହେଇ ଆସିଲାଣି, ମୁଁ ଏଥିରେ କିଛି ଚିନି ଆଡ଼୍ କରୁଛି। ଏବେ ନଡ଼ିଆ ଚିନିକୁ ଆମେ ଭଲ ଭାବରେ ଭାଜି ନେବା। ଏବେ ମୁଁ ଏଥିରେ କିଛି ଗୋଲମରିଚ ଗୁଣ୍ଡ ଆଡ଼୍ କରିବି। ଯାହା ଆମର ପୁରକୁ ଅତି ସ୍ୱାଦିଷ୍ଟ କରିଥାଏ। ଏବେ ଆମେ ଭଲ ଭାବରେ ଭାଜି ନେବା। କଡ଼େଇରେ ମୁଁ ଏବେ ପାଣି ଦେଇ ସେଥିରେ କିଛି ପାନମଧୁରୀ, ଲୁଣ, ଘିଅ ଦେଇ ଭଲ ଭାବରେ ଗୋଳେଇ ନେଉଛି। ଏବେ ମୁଁ ଏଥିରେ କିଛି ଚିନି ଆଡ଼୍ କରିବି। ପାଣି ହେଇ ଆସିଲାଣି, ଏବେ ସୁଜି ଦେଇକି ଆମେ ତାକୁ ଭଲ ଭାବରେ ଗୋଳେଇ ନେବା। ଏବେ ଆମର ଜନ୍ତୁଣି ହେଇ ଆସିଲାଣି। ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମ ଜନ୍ତୁଣି ପ୍ରସ୍ତୁତ ହେଇଯାଇଛି। ଏବେ ତାକୁ ଆମେ ଗୋଟେ ଜାଗାକୁ କାଢ଼ି ନେବା। ମୁଁ ଏବେ ଥାଳିରେ ଜନ୍ତୁଣି ନଡ଼ିଆ କୋର ରଖିଦେଇଛି। ଏବେ ତାକୁ ଆମେ ଛୋଟ ଛୋଟ ଗୋଳା କରି ମଣ୍ଡା ବନେଇଦେବା। ଏବେ ତାକୁ ତେଲରେ ଛାଣିବା।